ଦେଖନ୍ତୁ ଏବେ ତ 2-3 ବର୍ଷ ହେଲା ଅଲାରିଗଡ଼ରେ ଜଗନ୍ନାଥ ମନ୍ଦିର ହେବାର 2-3 ବର୍ଷ ଯାକ ସବୁବେଳେ କଲେକ୍ଟର ଆଗେ ଆସନ୍ତି। ଏଥର କ'ଣ ହେଲା ସେ କଲେକ୍ଟରକୁ ଡକା ହେଲା କି ତାଙ୍କେ ଟାଇମ୍ ଦେଇପାରିଲେନି। ଏ ଭିତରେ ଆମର ଆସ୍କାର ବ୍ରହ୍ମପୁରର MP ପ୍ରଦୀପ ପାଣିଗ୍ରାହୀକି ଡାକିକିରି ରଜାବେଶ ପକେଇକିରି ଛେରା ପହଁରା କଲେ। ହେଲେ ଏଇଟେ ରାଜନୀତିରେ ସବୁ ସମ୍ଭବ। ତାଙ୍କେ ଲେଖା ଛିଡ଼ଉଥିଲେ ବିଜେଡ଼ିର, ତାଙ୍କେ ଆଇକିରି ଏଇଠେ ବିଜେଡ଼ି ଗଡ଼ରେ ବିଜେଡ଼ିର ଯିଏ ବ୍ଲକ ସଭାପତି ଥିଲା ସନ୍ତୋଷ ପଟ୍ଟନାୟକ, ତାଙ୍କର ସେଇଠିକି ଯାଇକିରି ଛେରା ପହଁରା କଲେ। ହେଲେ ତ ରାଜନୀତିରେ ସବୁ ସମ୍ଭବ। କିଏ କହିପାରିବ କିଏ କୁଆଡ଼େ ଯିବ କିଏ କୁଆଡ଼େ ଆଇବ? ସମସ୍ତେ ତ ସୁବିଧାବାଦୀ ସ୍ୱାର୍ଥ ପାଇଁ। ହେଲେ ଆଜ୍ଞା ଏବେ ଯୋଉ ଲୋକମାନେ ଆଲୋଚନା କରୁଛନ୍ତି ପ୍ରକୃତରେ ପ୍ରଦୀପ ପାଣିକି ଯୋଉ ଚୁପ୍ କରାହେଇଛି ସେ ବିଜେଡି ଗାଇବେ ନା ସନ୍ତୋଷ ଆଉ ତାଙ୍କର ଲାଭ ପାଇଁ ଏଇଟା କିଛି କହିହବନି। ସମସ୍ତେ ସମସ୍ତଙ୍କର ସ୍ୱାର୍ଥ ପାଇଁ ଆଜ୍ଞା। ଆଉ ତାଙ୍କେ ତ ଏବେ ଚୁପ୍ ହେଇକିରି ଅଛନ୍ତି। ଏତେ ବଡ଼ ଦାୟିତ୍ୱ ନେଇକିରି ଥିଲେ ପ୍ରଦୀପ ପାଣିଗ୍ରାହୀ, ଲେଖା ଛିଡ଼େଇକିରି ବିଜେପିର ସଂଗଠନ କରିକିରି ବିଜେପି ଆସିଲା। ବ୍ରହ୍ମପୁରରେ MLA ଆଇଲେ, ତାଙ୍କେ ବି ଜିତିଲେ। ଆଉ ଏବେ ତ କିଛି ଜଣା ପଡ଼ୁନି, ଯାହା ସମ୍ଭବ। ଆଉ ଆମେ ସିନା ତଳେ ଭୋଟ ଦେବା ଲୋକ ଅପଦସ୍ତ ହଉଛେ, ତାଙ୍କର କିଛି ଅସୁବିଧା ନାହିଁ। ହେଲେ ଆଜ୍ଞା ସନ୍ତୋଷ ଆଉ ଏଡ ବଡ ଦାୟିତ୍ୱରେ ଅଛନ୍ତି ବିଜେଡି ତାଙ୍କେ ମଧ୍ୟ ଯାଇପାରନ୍ତି। ତାଙ୍କେ ତ ନବୀନ ପଟ୍ଟନାୟକର ମୁଖ୍ୟ ଲୋକ ହେଇକି ଥିଲେ। ଆଉ ଏଠି ସବୁ ବୁଝାବୁଝି କରୁଥିଲେ। ସମୟ ଚକ୍ରରେ ତାଙ୍କେ ହେଲେ ଯାଇପାରନ୍ତି, ନହେଲେ ମଧ୍ୟ ପ୍ରଦୀପ ବାବୁ ଆଇପାରନ୍ତି। କିଏ କହିବ ତା? ହେଲେ ଆଜ୍ଞା ଲୋକ ଯୋଉ ଆଲୋଚନା କରୁଛନ୍ତି ଏଇଟା ସତ ନା? ନାଇଁ ନା, ଲୋକ ଆଲୋଚନା କହିବେ, ଏଇଟା ଲୋକ ସବୁ ଟୁପୁ ଟେପର ହଉଛନ୍ତି। କିଏ କହିବ କିଏ ଯିବ ଆଇବ ବୋଲିକିରି? ଗୋଟେ ଆଭାସ ମିଳୁଛି ଯେ ବିଜେଡି ଗଡ଼ରେ ପ୍ରଦୀପ ପାଣିଗ୍ରାହୀ ରଜା ବେଶ ହେଇକିରି ଛେରା ପହଁରା ପକେଇଲେ। ଏଇଟା ଗୋଟେ ଚର୍ଚ୍ଚା ହଉଛି।